ଓଡ଼ିଶା ସରକାରଙ୍କ ଗଣଶିକ୍ଷା ମନ୍ତ୍ରୀ ମାନ୍ୟବର ନିତ୍ୟାନନ୍ଦ ଗଣ୍ଡ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କ ପ୍ରଶ୍ନର କ'ଣ ଉତ୍ତର ରଖିଛନ୍ତି ଦେଖନ୍ତୁ। ନକଲି ଅସାଧୁ ଶିକ୍ଷକ କର୍ମୀକୁ କାର୍ଯ୍ୟାନୁଷ୍ଠାନ କେବେ? ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ କେବଳ ସିସିଟିଭିରେ ଓ ଭିଡ଼ିଓକୁ ପ୍ରାଧାନ୍ୟ, ମାତ୍ର ଅଡ଼ିଓକୁ କାହିଁକି ଗୁରୁତ୍ୱ ଦିଆଯାଉନାହିଁ? ଏହାଦ୍ୱାରା ପରୀକ୍ଷାର ବିଶୃଙ୍ଖଳା ଦେଖାଯାଉଛି କି? ମାତ୍ର ଗଣମାଧ୍ୟମକୁ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଯେଉଁ ଉତ୍ତର ରଖିଲେ ସେଥିରେ ପରୀକ୍ଷାର ସ୍ୱଚ୍ଛତା ଆସିବାର ପ୍ରଶ୍ନ ଉଠୁନାହିଁ। ଖବର ବି ଆସିଛି, ଆପଣଙ୍କ ନଲେଜରେ ବି ଥିବ ଯେ ଅନେକ ସମୟରେ ଯେଉଁ ନକଲି ଲେକ୍ଚର, ନକଲି ଶିକ୍ଷକ ମାନେ ସବୁ ରହିଛନ୍ତି, ତ ତା ପାଇଁ କ'ଣ କିଛି ବ୍ୟବସ୍ଥା ରହୁଛି? ତାର ଆକ୍ସନ କେମିତି ଆପଣ? ନିଶ୍ଚୟ ଯେତେବେଳେ ତାର ଯଦି ସ୍ପେସିଫିକ୍ କାହା ପାଇଁ ଯଦି ସେମିତି କମ୍ପ୍ଲେନ୍ ଯଦି ଆସେ ନିଶ୍ଚୟ ପଦକ୍ଷେପ ନିଆହବ। ନକଲି ଯଦି କିଏ ଯଦି ଲେକ୍ଚର ଯଦି ଥିବେ ନିଶ୍ଚୟ ତା ପାଇଁ ତ ସରକାର କାର୍ଯ୍ୟାନୁଷ୍ଠାନ। ସରକାରଙ୍କ ପାଖରେ ତାର କିଛି ହିସାବ ନାହିଁ। ଯାହା ସୁପାରିଶ ତାଙ୍କ ମତାମତ କ୍ରମେ ଯେମିତି ଜାତୀୟ ଶିକ୍ଷାନୀତି ଓଡ଼ିଶାରେ ଲାଗୁ ହେବ କେମିତି ଭଲ ହେବ ଏବଂ ବିଶେଷ କରି ଏହି ଶିକ୍ଷାନୀତିକୁ ଲାଗୁ କରିବା ହେଲେ ଶିକ୍ଷକମାନଙ୍କୁ ବି ଯେଉଁ ତାଲିମ ଦେବାର ଆବଶ୍ୟକତା ଅଛି ସେ ସବୁ କାର୍ଯ୍ୟକ୍ରମ ବି ବର୍ତ୍ତମାନ ଆମ ବିଭାଗ ତରଫରୁ ପଦକ୍ଷେପ ନିଆହେଉଛି। ନିଶ୍ଚୟ ଯେଉଁ ଜାତୀୟ ଶିକ୍ଷାନୀତି ଓଡ଼ିଶାରେ ଲାଗୁ ଗଣଶିକ୍ଷା ବିଭାଗ ଅଣ୍ଡରରେ ଆପଣଙ୍କର CHSE ଏବଂ HSC ରହୁଛି, ସେଥିରେ କେବଳ ଆପଣଙ୍କର ଭିଡ଼ିଓଟାକୁ କେବଳ ନିଆଯାଉଛି, କିନ୍ତୁ ଅଡ଼ିଓଟାକୁ କାହିଁକି ନିଆଯାଉନି ଏକ୍ଜାମ୍ରେ? ଗଣଶିକ୍ଷା ବିଭାଗ ଅଣ୍ଡରରେ ଆପଣଙ୍କର ହାୟର ସେକେଣ୍ଡାରୀ ଏବଂ ସେକେଣ୍ଡାରୀ ରହିଛି, କିନ୍ତୁ ସେଥିରେ ଆପଣଙ୍କର ଅଡ଼ିଓଟାକୁ ନିଆଯାଉନି। ଯେଉଁ କ୍ୟାମେରା ଲାଗିଛି ଏକ୍ଜାମିନେସନ୍ ହଲ୍ରେ, କିନ୍ତୁ କେବଳ ଭିଡ଼ିଓଟାକୁ ହିଁ ନିଆଯାଉଛି। ଏହାର କାରଣ କ'ଣ? ଦେଖନ୍ତୁ, ପରୀକ୍ଷାରେ କେମିତି ସ୍ୱଚ୍ଛତା ଅବଲମ୍ବନ ହେବ ସେଥିପାଇଁ ବିଭାଗ ତରଫରୁ ଏସବୁ ବ୍ୟବସ୍ଥା କରାଯାଇଛି। ଯାହା ଠିକ୍ ହେବ ଏ ପ୍ରକାର ପଦକ୍ଷେପ ବିଭାଗ ତରଫରୁ ନିଆଯାଇଛି। ଆପଣ ଦେଖୁଛନ୍ତି ବର୍ତ୍ତମାନ ଆମ ସରକାର ଆସିଲା ପରେ ଏ ଏକ୍ଜାମ୍ରେ ବି ଗୋଟେ ସ୍ୱଚ୍ଛତା ମେଣ୍ଟେନ୍ ହେଇପାରୁଛି। ଗତ ଦିନରେ ଯାହା ଥିଲା ଆପଣମାନେ ଦେଖୁଥିବେ ଅନେକ ପ୍ରକାର ମନମାନି ଚାଲିଥିଲା ପରୀକ୍ଷା ସେଣ୍ଟର ମାନଙ୍କରେ। ବର୍ତ୍ତମାନ ସେ ଚାଲୁନାହିଁ। ଆପଣ ସବୁଠାରେ ଦେଖିପାରୁଥିବେ କେହି ବି ନେଇକି ସେମିତି ଭିତରେ ଏକ୍ଜାମ ସେଣ୍ଟରରେ କିଏ କ'ଣ ଗୋଟେ କରିଦେବେ ସେମିତି ହେଉନାହିଁ। ପରୀକ୍ଷା ପ୍ରଶ୍ନପତ୍ରରେ ବି ୱାଟର ମାର୍କ ରହିଛି, ସେମାନେ ସେଥିରେ ବି ଗଫଲତ କିଛି କରିପାରିବେ ନାହିଁ। ସେସବୁ ବ୍ୟବସ୍ଥା ରହିଛି। ଆଉ ବର୍ତ୍ତମାନ ଗୋଟେ ସ୍ୱଚ୍ଛତାର ସହିତ ପରୀକ୍ଷା ବର୍ତ୍ତମାନ ଚାଲିଛି। ସାର୍ ଅଡ଼ିଓଟାକୁ ଚାଲୁ କରିବେ ନା? ଦେଖନ୍ତୁ ବ୍ୟବସ୍ଥା ଗୋଟେ ଟେକ୍ନିକାଲ ବ୍ୟବସ୍ଥା ଆମେ ତାକୁ ଏଇ ଯେଉଁ ମୋ କହିବା କଥା ରାଜ୍ୟରେ ବହୁତ ଅନୁମତି ଅଡ଼ିଓ ନ ନେବା ଦ୍ୱାରା କିଛି ପରୀକ୍ଷା କେନ୍ଦ୍ରରେ ସେହି ଅନୁଷ୍ଠାନର ଶିକ୍ଷକମାନେ କ୍ୟାମେରା ଆଢ଼ୁଆଳରେ ସଂକ୍ଷିପ୍ତ ପ୍ରଶ୍ନର ଉତ୍ତର ଡାକିବା ସମ୍ଭବପର ହୋଇପାରୁଛି। ଏଣୁ ସିସିଟିଭି ଆଧାରରେ ଭିଡ଼ିଓ ସହିତ ଅଡ଼ିଓ ନେବା ଜରୁରୀ। ଏହାଦ୍ୱାରା ପରୀକ୍ଷାର ସ୍ୱଚ୍ଛତା ଆସିପାରିବ ବୋଲି ବୁଦ୍ଧିଜୀବୀ ତଥା ଶିକ୍ଷାବିତ୍ ମହଲରେ ଦାବି ହେଉଛି। ମୟୂରଭଞ୍ଜ ବାରିପଦାରୁ ଗୌର ଦାସ ଗିରିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍।